ଇନ୍ଦ୍ରମଣି ବେହେରା CIT ଓଡ଼ିଶା ରାଜ୍ୟ କମିଟି ଭାଇସ୍ ପ୍ରେସିଡେଣ୍ଟ ଏବଂ କେନ୍ଦୁଝର ଜିଲ୍ଲା CIT ର ସଭାପତି। ଆଜ୍ଞା ଆମେ ତ CIT ତରଫରୁ ଜୁଆଙ୍ଗ ପିଢ଼ି ବୋଲି ଯୋଉ କହୁଛନ୍ତି, ଜୁଆଙ୍ଗ ଜନଜାତିଙ୍କର ଏକ ଡେଭଲପମେଣ୍ଟ ଅଥରିଟି ଅଛି। ଦୁଇଟା ଗାଁକୁ ଆମେ ଯାଇଛୁ CIT ର ଟିମ୍, ଗୋଟେ ଗାଁର ବେଶୀ ମରିଛନ୍ତି, ଆଉ ଗୋଟେ ଗାଁର ଦୁଇଟା। ଆଜି ବି ସେ ଜୁଆଙ୍ଗ ପିଢ଼ିରେ ଲୋକମାନେ ସେଇଭଳି ଅବହେଳିତ ହେଇକି ରହିଛନ୍ତି। କେନ୍ଦୁଝର ଜିଲ୍ଲା ସଦର ମହକୁମା କଲେକ୍ଟର ପାଖରୁ 12 କିଲୋମିଟର ଦୂରରେ, କିନ୍ତୁ ଜଣେ ଏଭଳି ବ୍ୟତୀତ କେହି ସେଠିକି ଯାଇନାହାନ୍ତି। ଆଉ ଗୋଟେ ଗାଁକୁ ଯାଇଛି ରଙ୍ଗାବାଟିଆ 53 କିଲୋମିଟର ଦୂରରେ, ସେ ଗାଁକୁ ସବୁଜ ନେଇକି ଗଲେ ତାଙ୍କ ଘର ପାଖକୁ ରାସ୍ତା ନାହିଁ। ତାମାନେ କେମିତି ସେମାନେ ଅବସ୍ଥାରେ ଆଜି ରହିଛନ୍ତି। 78 ମସିହାରୁ ସେଠି ହେଉଛି ଜୁଆଙ୍ଗ ଜନଜାତି ପାଇଁ ଡେଭଲପମେଣ୍ଟ ଅଥରିଟି। କେନ୍ଦୁଝର ଜିଲ୍ଲାର 4ଟା ବ୍ଲକରେ ଜୁଆଙ୍ଗ ମାନେ ରହୁଛନ୍ତି। ଏମାନଙ୍କୁ ଏତେ ପଛୁଆ, ଏଇମାନେ ହିଁ କେବଳ ଯାଇଛନ୍ତି ଆପଣଙ୍କର ଦାଦା ନେଇକି, ଆଉ ମରିଛନ୍ତି ଝିଅ ମାନେ ହିଁ କେବଳ, ପୁରୁଷ ଲୋକ ମରିନାହାନ୍ତି। ତେଣୁ କେନ୍ଦୁଝର ସରକାର ଏବଂ ମୋହନ ଆଜି କୁହନ୍ତି ଯେ ସେ ଜିଲ୍ଲାର ପ୍ରତିନିଧି, ସେ ଆକୁ ଚିନ୍ତା କରିବା ଦରକାର। ତୁରନ୍ତ ସେ ଯୋଉମାନେ ମରିଛନ୍ତି ତାଙ୍କୁ ସରକାରୀ ଚାକିରି ଦେବା ସହିତ ଯୋଉମାନେ ଫେରି ଆସିଛନ୍ତି, ଯଦି ତାଙ୍କୁ କୌଣସି ଚାକିରି ବନ୍ଦୋବସ୍ତ କରା ନଯାଏ, ପୁଣି ଥରେ ଆଜି ତାମିଲନାଡୁ ଯାଇଥିଲେ, ଆସନ୍ତାକାଲି ଆଉ କୋଉ ଯାହାକୁ ଯିବେ ଦାଦନ ନେବା ପାଇଁ। ସ୍ୱାଇଁ ଜେନେରାଲ ସେକ୍ରେଟାରୀ CIT ଓଡ଼ିଶା ଷ୍ଟେଟ୍ କମିଟି। କଣ କହିବେ ଏ ଯୋଉ ପ୍ରେସ ମିଟ ରେ ଆଜି ଯୋଉଟା ଆପଣଙ୍କର ଆମେ ଆଜି ଯୋଉ ପ୍ରେସ ମିଟ ଡାକିଥିଲୁ, ଆପଣ ଜାଣିଛନ୍ତି ତାମିଲନାଡୁରେ ଯୋଉ ଚିଙ୍ଗୁଡି ଫ୍ୟାକ୍ଟରୀ ଗତ ଜୁନ 21 ତାରିଖ ଦିନ ଆମୋନିଆ ଗ୍ୟାସ ଲିକ୍ ହେଲା ପରେ କେଉଁଝରର ଯୋଉମାନେ ଦାଦନ ଶ୍ରମିକ ଭାବରେ ଯାଇ କାମ କରୁଥିଲେ ଝିଅମାନେ, ଯୋଉମାନଙ୍କର ବୟସ 18 ବର୍ଷରୁ କମ, ଯୋଉ ସେମାନେ ମୃତ୍ୟୁବରଣ କରିଛନ୍ତି, 14 ଜଣ ମୃତ୍ୟୁବରଣ କରିଛନ୍ତି। ଆମେ ତାଙ୍କ ପରିବାରକୁ ଗତ 30 ତାରିଖ ଦିନ ଯାଇ ଭେଟିଥିଲୁ ଆମ CIT ତରଫରୁ। ଏବଂ ସରକାର ଯୋଉ ବାହାସ୍ପଟ ମାରୁଛନ୍ତି, ଯୋଉ ଘୋଷଣା କରୁଛନ୍ତି ଲୋକଙ୍କ ସାଙ୍ଗରେ ଅଛନ୍ତି, ଲୋକଙ୍କ ସରକାର ବୋଲି, ଆଜି ପର୍ଯ୍ୟନ୍ତ 30 ତାରିଖ ପର୍ଯ୍ୟନ୍ତ ଯେ କଲେକ୍ଟର ଲେବୁଲରେ 14 ଜଣ ଲୋକ ମଲା ପରେ ଗୋଟେ ଜିଲ୍ଲାରେ, ଏବଂ ପୁଣି ଆଦିବାସୀ ଜନଜାତି ଜୁଆଙ୍ଗ ଜନଜାତିର ଲୋକ ମଲା ପରେ ବି ଝିଅମାନେ, ପ୍ରଶାସନିକ ଅଧିକାରୀ ମାନେ କେହି ଯାଇନାହାନ୍ତି ଏବଂ କୌଣସି FIR ମଧ୍ୟ ଦରଜ କରିନାହାନ୍ତି ଯେ ବେଆଇନ କାମ ସେ ମାଲିକ କରିଛି। ଆମେ ଦାବି କରୁଛୁ ତୁରନ୍ତ ସେ ମାଲିକ ବିରୁଦ୍ଧରେ ଏବଂ ଯୋଉ ଶ୍ରମିକ ଦଲାଲ ତାଙ୍କୁ ନେଇଛି ତା ବିରୁଦ୍ଧରେ ତୁରନ୍ତ FIR କରିବା କଥା। ସେଇଦିନ FIR କଲେ 30 ତାରିଖ BLO କହିଲା ପରେ ଆମେ ଦାବି କରୁଛୁ ଯୋଉମାନେ ଫେରି ଆସିଛନ୍ତି ତାଙ୍କୁ ତୁରନ୍ତ ସରକାର ତାଙ୍କୁ ନିଯୁକ୍ତି ଦେବା ଦରକାର। ଯୋଉ ପରିବାର ମୃତ୍ୟୁବରଣ କରିଛନ୍ତି ତାଙ୍କ ପରିବାର 14 ଜଣ, ତାଙ୍କୁ ସରକାରୀ ଚାକିରିରେ ତାଙ୍କ ପରିବାର ଜଣକୁ ଦେବା ଦରକାର। ଏବଂ ସରକାରଙ୍କ ଯୋଉ ଜୁଆଙ୍ଗ ଜନଜାତି ଡେଭଲପମେଣ୍ଟ ଏଜେଣ୍ଟ ଇଏ ଅଛି, ଅଥରିଟି ଅଛି, ତାର ଯୋଉ ପଇସା ଅଛି ସେ କଣ ଖର୍ଚ୍ଚ ହଉଛି, ତାଙ୍କ ପାଇଁ କି ବିକାଶ ରହୁଛି, ଏହାର ତଦନ୍ତ ସାପେକ୍ଷ ଏବଂ ତୁରନ୍ତ ସେମାନଙ୍କର ବିକାଶ ହେବା ଦରକାର। ଚୁଙ୍ଗୁଡି କାରଖାନାରେ ଆମୋନିଆ ଗ୍ୟାସ ଦୁର୍ଘଟଣାରେ 14 ଜଣ ଶ୍ରମିକ ଯୋଉ ଜୁଆଙ୍ଗ ଜନଜାତିର ଲୋକ ପ୍ରାଣ ହରାଇଛନ୍ତି, ସେମାନେ ସମସ୍ତେ ହଉଛନ୍ତି ଓଡ଼ିଶାର ଅତ୍ୟନ୍ତ ସଂଶ୍ଳିଷ୍ଟ 13ଟା ଭନରେବୁଲ ଜାତି ଜନଜାତି ଭିତରୁ ଗୋଟାଏ। ଏବଂ ଏମାନଙ୍କ ପାଇଁ ଆମର ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହେଲେ ବି 14 ଜଣ ଜୁଆଙ୍ଗ ଜନଜାତି ଲୋକ ମୃତ୍ୟୁବରଣ କଲେ ବି କୌଣସି ସରକାରର କଲେକ୍ଟର ବା ସେଇ ପାହ୍ୟାର କୌଣସି ଅଫିସର ସେ ଯାଇକି ତାଙ୍କ ଇସ୍ୟୁକୁ ଏପର୍ଯ୍ୟନ୍ତ ବୁଝିଲେ ନାହିଁ। ଆମେ କହୁଛୁ ଯେ ଏଇଟା ରାଜ୍ୟ ସରକାରଙ୍କର ଆଦିବାସୀ ବିରୋଧୀ ମନୋଭାବର ଗୋଟେ ପ୍ରତିଫଳନ। ଆମେ ଦାବି କରୁଛୁ ଯୋଉମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ ଆଇନ ଅନୁସାରେ କ୍ଷତିପୂରଣ ଦିଆଯାଉ ଏବଂ ଯୋଉମାନେ ଫେରିଛନ୍ତି ସେମାନଙ୍କୁ ନିଯୁକ୍ତି ଦିଆଯାଉ। ଯୋଉମାନେ ମୃତ୍ୟୁବରଣ କରିଛନ୍ତି ତାଙ୍କ ପରିବାରରୁ ମଧ୍ୟ ଜଣକୁ ସରକାର ନିଯୁକ୍ତି ଦିଅନ୍ତୁ ଏବଂ ସେମାନଙ୍କୁ କେମିତି ବଞ୍ଚିବାର ଧାରା 80 ବର୍ଷର ସ୍ୱାଧୀନତା ପରେ ଜୁଆଙ୍ଗ ଜନଜାତିକି ରକ୍ଷା କରିବାରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବରେ ବିଫଳ ହେଇଛି। ଏଇଟା କେବଳ ଶ୍ରମିକର ସମସ୍ୟା ନୁହଁ, ଏ ହେଉଛି ଜୁଆଙ୍ଗ ଜନଜାତିର ସମସ୍ୟା।